ବାଙ୍ଗାଲୋରର କସ୍ତୁରବା ରୋଡରେ ଥିବା ଏହି ଭବ୍ୟ ଅଟ୍ଟାଳିକା ଏବେ ସୁନସାନ। ଯେଉଁଠି ଦିନେ ଖାଦ୍ୟର ମହକ ଓ ସେଲିବ୍ରିଟିଙ୍କ ଭିଡ଼ ଜମୁଥିଲା, ସେଠି ଏବେ ଝୁଲୁଛି କୋର୍ଟଙ୍କ ଆଦେଶନାମା। ବିରାଟ କୋହଲିଙ୍କ ନାମ ସହିତ ଜଡ଼ିତ 18 କମ୍ୟୁନ୍ ରେଷ୍ଟୁରାଣ୍ଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଙ୍ଗାଲୋରରୁ ସିଭିଲ୍ କୋର୍ଟ। ଆଉ ଏହି ନିର୍ଦ୍ଦେଶ ପଛର କାରଣ ହେଉଛି 2 କୋଟିରୁ ଅଧିକ ଟଙ୍କାର ବକେୟା ଋଣ। କ୍ରିକେଟ ପଡ଼ିଆରେ ଯାହାଙ୍କ ବ୍ୟାଟ୍ରୁ ରନ୍ର ବର୍ଷା ହୁଏ, ଯାହାଙ୍କ ଗୋଟିଏ ଗୋଟିଏ ଝଲକ ପାଇଁ କୋଟି କୋଟି ପ୍ରଶଂସକ ଚାହିଁ ବସିଥାନ୍ତି, ସେ ବିରାଟ କୋହଲିଙ୍କ ପାଇଁ ଏବେ ବଢ଼ିଛି ଅଡ଼ୁଆ। ବାଙ୍ଗାଲୋରର ହାର୍ଟ ଅଫ୍ ଦ ସିଟିରେ ଥିବା ତାଙ୍କର ପ୍ରସିଦ୍ଧ ରେଷ୍ଟୁରାଣ୍ଟ 1 କମ୍ୟୁନ୍ରେ ଏବେ ତାଲା ପଡ଼ିଛି। ସୂଚନା ଅନୁଯାୟୀ ଏହି ରେଷ୍ଟୁରାଣ୍ଟଟି ଟ୍ରାଇଓଫିଲ୍ସ ହସ୍ପିଟାଲିଟି ନାମକ ଏକ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିଲା। ଦୀର୍ଘ 6 ମାସ ଧରି ରେଷ୍ଟୁରାଣ୍ଟର ମାଲିକ ଭଡ଼ା ପୈଠ କରିନଥିଲେ। କେବଳ ଭଡ଼ା ନୁହେଁ, ବରଂ ରକ୍ଷଣାବେକ୍ଷଣ ଶୁଳ୍କ ଏବଂ ରାଜସ୍ୱର ଅଂଶ ମଧ୍ୟ ବାକି ରହିଥିଲା। ବାରମ୍ବାର ନୋଟିସ ସତ୍ତ୍ୱେ କୌଣସି ପଦକ୍ଷେପ ନିଆନଯିବାରୁ ଶେଷରେ କୋଠା ମାଲିକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ପୁରା ବିବାଦ ଭିତରେ ସବୁଠୁ ବଡ଼ ଖବର ହେଉଛି ବିରାଟ କୋହଲିଙ୍କ ନିଷ୍ପତ୍ତି। ଏହି ରେଷ୍ଟୁରାଣ୍ଟ ଚେନ୍ର ସେ ଚେହେରା ଥିଲେ, କିନ୍ତୁ ବିବାଦ ବଢ଼ିବା ପରେ କୋହଲି ଏହି ପ୍ରୋଜେକ୍ଟରୁ ନିଜକୁ ସମ୍ପୂର୍ଣ୍ଣ ଅଲଗା କରିଦେଇଛନ୍ତି। ବରଂ ତାଙ୍କର ବ୍ୟକ୍ତିଗତ ବ୍ରାଣ୍ଡ ନାମକୁ ମଧ୍ୟ ସେଠାରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍ ଏହି ରେଷ୍ଟୁରାଣ୍ଟ ସହ ବିରାଟଙ୍କ ଆଉ କୌଣସି ସମ୍ପର୍କ ନାହିଁ। 18 କମ୍ୟୁନ୍ ପାଇଁ ବିବାଦ କିଛି ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଅଗ୍ନି ନିରାପତ୍ତା ନିୟମ ଉଲ୍ଲଂଘନ ଏବଂ ପୌରପାଳିକା ନିୟମକୁ ଅଣଦେଖା କରିବା ନେଇ ଏହି ରେଷ୍ଟୁରାଣ୍ଟ ବିରୋଧରେ ନୋଟିସ ଜାରି ହୋଇଥିଲା। ବାରମ୍ବାର ଏଭଳି ଅଭିଯୋଗ ଆସିବା ପରେ ବିରାଟ କୋହଲି ବିରକ୍ତ ହୋଇ ଏ ବ୍ୟବସାୟୀରୁ ଓହରି ଯାଇଥିବା କୁହାଯାଉଛି। କିନ୍ତୁ ପ୍ରଶ୍ନ ଉଠୁଛି, ଯେଉଁ ବ୍ରାଣ୍ଡ ବିଶ୍ୱସ୍ତରରେ ପରିଚିତ, ତାର ବାଙ୍ଗାଲୋରରୁ ଆଉଟଲେଟ୍ ଏତେ ବଡ଼ ଆର୍ଥିକ ଅନିୟମିତତା ଭିତରକୁ କିଭଳି ଗଲା? କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଯେ ଯେପର୍ଯ୍ୟନ୍ତ ସମସ୍ତ ବକେୟା ଋଣ ପରିଶୋଧ କରାଯାଇ ନାହିଁ, ସେ ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟରେ ତାଲା ଝୁଲି ରହିବ। ଗୋଟେପଟେ ଆଇପିଏଲ୍ ମଇଦାନରେ ବିରାଟଙ୍କ ଜଲବା ଦେଖିବାକୁ ମିଳୁଥିବା ବେଳେ ଅନ୍ୟପଟେ ତାଙ୍କ ନାମ ସହିତ ଜଡ଼ିତ ଏହି ବ୍ରାଣ୍ଡର ପତନ ପ୍ରଶଂସକଙ୍କୁ ନିରାଶ କରିଛି। ବ୍ୟୁରୋ ରିପୋର୍ଟ, ଧ୍ରୁବବାର୍ତ୍ତା ନ୍ୟୁଜ। PSG चाहता है चलो कुछ ऐसा करेंगे, देश की शान है हम शानदार रहेंगे, शानदार रहेंगे। TSC गुरुकुल, गोठपाटणा, भुवनेश्वर।